ଆଦିବାସୀ ଓ ପଛୁଆ ବର୍ଗର ଲୋକମାନେ ସଦାବେଳେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ତେବେ ସେମାନଙ୍କର ଉନ୍ନତି ପାଇଁ କାମ କରୁଛନ୍ତି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର। ସଦାବେଳେ ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର ଉନ୍ନତି କଥା ଚିନ୍ତା କରୁଛନ୍ତି ଶ୍ରୀଯୁକ୍ତ ମିଶ୍ର, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ, ଯେଉଁଠି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା କୃଷକ ତଥା ଆଦିବାସୀ ବିକାଶ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ। ସେହି ନୂଆଗାଁ ପଞ୍ଚାୟତର ଘାଗରାଠାରେ ଅନୁଷ୍ଠିତ ମହାସମ୍ମିଳନୀରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମିଶ୍ର ସ୍ୱତନ୍ତ୍ର ଭାବରେ କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହା ସହିତ ଘାଗରାଠାରେ ଅନୁଷ୍ଠିତ ହୋଇଥିବା ଫୁଟବଲ ପ୍ରତିଯୋଗିତା ଓ ସୁଳିଆପଦା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ଅନୁଷ୍ଠିତ କୃଷକ ସମ୍ମିଳନୀରେ ମଧ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହା କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି। ଫଳରେ ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରେ ଆଦୃତ ଓ ପ୍ରଶଂସିତ ହୋଇପାରିଛନ୍ତି ଶ୍ରୀଯୁକ୍ତ ମିଶ୍ର। ତେବେ ଶ୍ରୀଯୁକ୍ତ ମିଶ୍ର କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର କିଭଳି ଉନ୍ନତି ହୋଇପାରିବ ସେ ଦିଗରେ କାମ କରୁଛନ୍ତି। ଫଳରେ କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର ଶ୍ରୀଯୁକ୍ତ ମିଶ୍ରଙ୍କ ପ୍ରତି ଜନସମର୍ଥନ ବଢ଼ି ଚାଲିଛି। ଏହା ସହିତ ମୟୂରଭଞ୍ଜ ଜିଲ୍ଲା ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀରେ କିଭଳି ଭାବରେ କୃଷି, ଶିଳ୍ପ ତଥା ରେଳ ଯୋଗାଯୋଗରେ ଉନ୍ନତି ହେବା ସହିତ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ହୋଇପାରିବ ସେ ଦିଗରେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମିଶ୍ର କାର୍ଯ୍ୟ କରୁଛନ୍ତି। ଫଳରେ ଶ୍ରୀଯୁକ୍ତ ମିଶ୍ର ମୟୂରଭଞ୍ଜ ଜିଲ୍ଲା ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛନ୍ତି। କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର ବିକାଶ ହୋଇପାରିଲେ ମୟୂରଭଞ୍ଜ ଜିଲ୍ଲା ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ପ୍ରକାଶ କରିଛନ୍ତି। ଆଦିବାସୀ ଓ ପଛୁଆ ବର୍ଗର ଲୋକମାନେ ସଦାବେଳେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ତେବେ ସେମାନଙ୍କର ଉନ୍ନତି ପାଇଁ କାମ କରୁଛନ୍ତି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର। ସଦାବେଳେ ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର ଉନ୍ନତି କଥା ଚିନ୍ତା କରୁଛନ୍ତି ଶ୍ରୀଯୁକ୍ତ ମିଶ୍ର, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବ୍ଲକ ନୂଆଗାଁ ପଞ୍ଚାୟତର ଘାଗରା ଠାରେ, ଯେଉଁଠି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲା କୃଷକ ତଥା ଆଦିବାସୀ ବିକାଶ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ। ସେହି ନୂଆଗାଁ ପଞ୍ଚାୟତର ଘାଗରାଠାରେ ଅନୁଷ୍ଠିତ ମହାସମ୍ମିଳନୀରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମିଶ୍ର ସ୍ୱତନ୍ତ୍ର ଭାବରେ କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହା ସହିତ ଘାଗରାଠାରେ ଅନୁଷ୍ଠିତ ହୋଇଥିବା ଫୁଟବଲ ପ୍ରତିଯୋଗିତା ଓ ସୁଳିଆପଦା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ଅନୁଷ୍ଠିତ କୃଷକ ସମ୍ମିଳନୀରେ ମଧ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହା ସହିତ ଘାଗରାଠାରେ ଅନୁଷ୍ଠିତ ହୋଇଥିବା ଫୁଟବଲ ପ୍ରତିଯୋଗିତା ଓ ସୁଳିଆପଦା ବ୍ଲକ ଅନ୍ତର୍ଗତ ନୂଆଗାଁ ଠାରେ ଅନୁଷ୍ଠିତ କୃଷକ ସମ୍ମିଳନୀରେ ମଧ୍ୟ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ଏହା କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରିଛି। ଫଳରେ ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କ ମଧ୍ୟରେ ଆଦୃତ ଓ ପ୍ରଶଂସିତ ହୋଇପାରିଛନ୍ତି ଶ୍ରୀଯୁକ୍ତ ମିଶ୍ର। ତେବେ ଶ୍ରୀଯୁକ୍ତ ମିଶ୍ର କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର କିଭଳି ଉନ୍ନତି ହୋଇପାରିବ ସେ ଦିଗରେ କାମ କରୁଛନ୍ତି। ଫଳରେ କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର ଶ୍ରୀଯୁକ୍ତ ମିଶ୍ରଙ୍କ ପ୍ରତି ଜନସମର୍ଥନ ବଢ଼ି ଚାଲିଛି। ଏହା ସହିତ ମୟୂରଭଞ୍ଜ ଜିଲ୍ଲା ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀରେ କିଭଳି ଭାବରେ କୃଷି, ଶିଳ୍ପ ତଥା ରେଳ ଯୋଗାଯୋଗରେ ଉନ୍ନତି ହେବା ସହିତ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ହୋଇପାରିବ ସେ ଦିଗରେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମିଶ୍ର କାର୍ଯ୍ୟ କରୁଛନ୍ତି। ଫଳରେ ଶ୍ରୀଯୁକ୍ତ ମିଶ୍ର ମୟୂରଭଞ୍ଜ ଜିଲ୍ଲା ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛନ୍ତି। କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କର ବିକାଶ ହୋଇପାରିଲେ ମୟୂରଭଞ୍ଜ ଜିଲ୍ଲା ତଥା ମୋରଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରୁ ଗତିକୃଷ୍ଣ ମହାନ୍ତଙ୍କ ରିପୋର୍ଟ, ଓଡ଼ିଶା ଲାଇଭ୍ ଟିଭି। आशा करुछि आपण ओडिशा लाइव टीवी को यूट्यूब रे सब्सक्राइब, फेसबुक रे फॉलो आउ प्ले स्टोर रे एप्लिकेशन डाउनलोड करिसंती। जदि करिनाहांती आज ही करि नियंतु।